ଯଦି ପରମେଶ୍ୱର ଆମକୁ ସୃଷ୍ଟି କରିଛନ୍ତି ତେବେ ପରମେଶ୍ୱରଙ୍କୁ କିଏ ସୃଷ୍ଟି କରିଛି? ওয়াচ, বুকস, টিভি, কার, বাইক ভଳି ପୃଥିବୀରେ ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ କେହି ନା କେହି ସୃଷ୍ଟି କରିଛନ୍ତି। କିନ୍ତୁ ୟୁନିଭର୍ସ ସୃଷ୍ଟି କରିଥିବା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ କିଏ ସୃଷ୍ଟି କରିଛି? ତାର ଉତ୍ତର ହେଉଛି କିଏ ସୃଷ୍ଟି କରିନାହାନ୍ତି। ଗଡ୍ ପରମେଶ୍ୱର ବୋଲି କହିବା ଅର୍ଥ ହେଉଛି ସୃଷ୍ଟିକର୍ତ୍ତା। ଯଦି ପରମେଶ୍ୱରଙ୍କୁ ଆଉ କିଏ କ୍ରିଏଟ୍ କରିଥାନ୍ତେ ତେବେ ସେଇ କ୍ରିଏଟ୍ କରିଥିବା ବ୍ୟକ୍ତିଙ୍କୁ ପରମେଶ୍ୱର ବୋଲି କହିବାକୁ ପଡ଼ିଥାନ୍ତା। କାରଣ ପରମେଶ୍ୱର ବୋଲି ଯେଉଁ ଶବ୍ଦଟି ଅଛି ସେଟା ଜନ୍ମ ଓ ମୃତ୍ୟୁ ନଥିବା ସୃଷ୍ଟିକର୍ତ୍ତାଙ୍କୁ ମାତ୍ର ସମ୍ବନ୍ଧିତ, ଯାହାର କୌଣସି ଆରମ୍ଭ ଓ ଶେଷ ନାହିଁ। ସେଇକୁ ପରମେଶ୍ୱର ବୋଲି କୁହାଯାଏ। ସମୟ ପ୍ରତିଦିନ ଚାଲି ଯାଉଥାଏ, ଏହାକୁ ଟାଇମ୍ ଲୁପ୍ ବୋଲି କୁହାଯାଏ। ଆମେ ସମସ୍ତେ ଏହି ଟାଇମ୍ ଲୁପ୍ ଭିତରେ ଅଛୁ। ସେହିପରି ଟାଇମ୍ ଲୁପ୍ ଭିତରେ ଥିବା ପ୍ରତ୍ୟେକ ଜିନିଷର ଆରମ୍ଭ ଓ ଶେଷ ଥାଏ। କିନ୍ତୁ ପରମେଶ୍ୱର ସମୟରୁ ଅତୀତ, ତାଙ୍କୁ ଭୋକ ନାହିଁ, ଦୁଃଖ ନାହିଁ, ମୃତ୍ୟୁ ନାହିଁ କି ଜନ୍ମ ନାହିଁ। ସେଥିପାଇଁ ବାଇବଲ ଏଭଳି କୁହେ, ଗୀତ ସଂହିତା 90 ଅଧ୍ୟାୟ 2 ପଦ, ପର୍ବତ ଗଣର ଉତ୍ପତ୍ତିର ଓ ତୁମ ଦ୍ୱାରା ପୃଥିବୀ ଓ ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦି କାଳରୁ ଅନାଦି କାଳ ପର୍ଯ୍ୟନ୍ତ ତୁମେ ପରମେଶ୍ୱର ଅଟ।